Welcome to Odisha News 27. ବର୍ଷା ଋତୁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ପିଇବା ଉପରେ ସଚେତନତା କରୁଥିଲେ ମଧ୍ୟ ଅମାନ୍ୟ କରି ବିଷାକ୍ତ ଛତୁ ଖାଇ 4ଟି ପରିବାର ମୋଟ 10 ଜଣ ଗୁରୁତର ଅବସ୍ଥାରେ। ଛତୁ କି ଛତୁ ଖାଇଥିଲା? ସ୍ୱର୍ଗୀ ଛତୁ କଣ? କିଛି ବି ହେଇନାହିଁ, ଭଲ ଲାଗଲା। ଖାଇ ସରିଲା ପରେ କେତେବେଳେ ବାନ୍ତି ହେଲା କଣ ହେଲା ଜାଣି ପାରିଲୁନି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅନ୍ତର୍ଗତ ଟିକରପଡ଼ା ଗ୍ରାମର 4 ପରିବାର ସର୍ବମୋଟ 10 ଜଣ ଗତକାଲି ସନ୍ଧ୍ୟା ସମୟରେ କୌଣସି ଏକ ଜଙ୍ଗଲୀ ଛତୁ ଖାଇଥିଲେ। ମଧ୍ୟରାତି ଶୋଇଥିବା ସମୟରେ ଝାଡ଼ାବାନ୍ତି ହେବା ଫଳରେ ପରିବାର ଲୋକେ କୌଣସି ଏକ ଗାଡ଼ି ଯୋଗେ ଉଷାପଡ଼ା ସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ। ସେହି ଗ୍ରାମର ଦୁର୍ଯ୍ୟ ନାୟକ, ରେଙ୍ଗୁ ନାୟକ, କୁମାରୀ ନାୟକ, ଅଞ୍ଜନୀ ନାୟକ, ଧନମଣି ନାୟକ, ଲକ୍ଷ୍ୟବତୀ ନାୟକ ଚିକିତ୍ସିତ ହେଉଥିବା ବେଳେ ସେଥିମଧ୍ୟରୁ 4 ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରଦୀପ ଝଡ଼ିଆ, ତମ୍ବା ଝଡ଼ିଆ, ଡମ୍ବୁ ଝଡ଼ିଆ, କାବୁଆ ଗୌଡ଼ଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଆଉ ସ୍ୱର୍ଗୀ ଛତୁ ଖାଇକରି ତ ଆଜ୍ଞା ଏମିତି ଅବସ୍ଥାରେ ରହିଗଲୁ। ଆଉ କାଲି ସନ୍ଧ୍ୟାରେ ଖାଇଲା ପରେ କିଛି ଲାଗଲା ନାହିଁ। ସେମାନେ ଖାଦ୍ୟ ଖାଇକରି ଶୋଇଲା ଟାଇମ୍ରୁ ତ ପେଟ ମାନେ ଘାଟି ଆଣିଲା। ଆଉ ବାତି ଉଚାଳ ହେଇକରି ସବୁ ଯାକ ନାନା ଖାନା ହେଇଗଲୁ। ଯାହାର ବାଟେ ସେ ତ ପଟ ମସଲା ପାଚ ପର ହେଇଗଲୁ। ଆଉ ସବୁ 19 ଜଣ ଖାଇଥିଲୁ। ଆମର କୁଦା ନ ତାଙ୍କର ଇଏ କରି ସେ ଯେ ଛତି ଆଣୁ ମାନେ ତାକୁ ମାନେ 11 ଲୋକ, ଆମେ 7 ଲୋକ। ବ୍ୟୁରୋ ଚିଫ୍ ହୃଷିକେଶ ସାହୁଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ 27।